ପ୍ରଭୁ କହୁଛନ୍ତି, ଦେବୀ ଜାଣ, ସତ୍ୟ ଯୁଗର ଅନ୍ତ ସମୟର କଥା। ଆତ୍ରେୟ ବଂଶରେ ଜନ୍ମ ଲାଭ କରିଥିବା ଜଣେ ବ୍ରାହ୍ମଣ ଥିଲେ। ତାଙ୍କ ନାମ ଦେବଶର୍ମା। ବିପ୍ରର ଧର୍ମ ପାଳନରେ ସେ ଖୁବ୍ ନିଷ୍ଠାବାନ। ତାଙ୍କ ପତ୍ନୀ କନ୍ୟା ସନ୍ତାନଟିଏ ଜନ୍ମ କରି ଦେହତ୍ୟାଗ କଲେ। ଅତି ଯତ୍ନରେ ବ୍ରାହ୍ମଣ ଦେବଶର୍ମା ସେହି କନ୍ୟା ରତ୍ନଟିକୁ ପାଳନ କରିବାକୁ ଲାଗିଲେ। ସମୟ ବଢି ଚାଲନ୍ତେ ସେପଟେ କନ୍ୟାଟି ଯୌବନ ପ୍ରାପ୍ତ ହେଲା। ଅପରୂପା ଲାବଣ୍ୟମୟୀ କନ୍ୟାଟିର ମୁଖ ଦେଖି ଦିନ କାଟୁଥିବା ଦେବଶର୍ମା ବ୍ରାହ୍ମଣଙ୍କ ମନରେ ଝିଅ ବିବାହର ଚିନ୍ତା ଆସିଲା। ଏହାରି ମଧ୍ୟରେ ବ୍ରାହ୍ମଣ ଦେବଶର୍ମାଙ୍କର ଭେଟ ହୋଇଥିଲା ପିତୃ ମାତୃହୀନ ଏକ ଅରକ୍ଷିତ ଯୁବକଙ୍କ ସହିତ। ନାମ ତାଙ୍କର ଥିଲା ଚନ୍ଦ୍ରହୋତ୍ର। ପିଲାଟିକୁ ଆଣି ଅତି ଯତ୍ନରେ ପାଳନ କରିଥିଲେ। କେବଳ ପାଳନ କରିନଥିଲେ, ବ୍ରାହ୍ମଣ କୁଳର ସମସ୍ତ ବିଦ୍ୟା ମଧ୍ୟ ତାକୁ ପ୍ରଦାନ କରିଥିଲେ। ସମୟ ବଢି ଚାଲନ୍ତେ ଯେତେବେଳେ ତାଙ୍କ ନିଜ କନ୍ୟାର ଚିନ୍ତା ତାଙ୍କୁ ବିବ୍ରତ କରିଥିଲା, ସେତେବେଳେ ଚନ୍ଦ୍ରହୋତ୍ର ସହିତ ସେ ନିଜ କନ୍ୟାର ବିବାହ କରିବାକୁ ସ୍ଥିର କରିଥିଲେ ଏବଂ ବିବାହ ମଧ୍ୟ କରିଦେଇଥିଲେ। ଚନ୍ଦ୍ରହୋତ୍ର ସହିତ ତାଙ୍କ କନ୍ୟା ଗୁଣାବତୀର ବିବାହ ସମ୍ପନ୍ନ କରିଦେବା ପରେ ତାଙ୍କ ପରିବାରରେ ପୁତ୍ରୀ ଗୁଣବତୀ, ପୁତ୍ରୀର ସ୍ୱାମୀ ଚନ୍ଦ୍ରହୋତ୍ର ଏବଂ ନୈଷ୍ଠିକ ବ୍ରାହ୍ମଣ ଦେବଶର୍ମାଙ୍କ ସଂସାର ଗଡ଼ି ଚାଲିଲା। ଦିନେ ଦେବଶର୍ମା ଏବଂ ଚନ୍ଦ୍ରହୋତ୍ର ଯଜ୍ଞର କର୍ମ ଅନୁଷ୍ଠାନ ପାଇଁ କିଛି ସମିଧ ସଂଗ୍ରହ ଉଦ୍ଦେଶ୍ୟରେ ବିନ୍ଧ୍ୟାଚଳ ପର୍ବତର ଘୋର ଅରଣ୍ୟ ମଧ୍ୟରେ ପ୍ରବେଶ କରିଛନ୍ତି। ଉଭୟ ଚନ୍ଦ୍ରହୋତ୍ର ଆଉ ଦେବଶର୍ମା ଥିଲେ ସଦାଚାରୀ, ନୈଷ୍ଠିକ, ବେଦ ବେଦାଙ୍ଗ ଶାସ୍ତ୍ର ଜ୍ଞାତା। ତେଣୁ ଯଜ୍ଞ ଅନୁଷ୍ଠାନର କର୍ମ କରିବା ପାଇଁ ସେ ସମିଧ ଆଣିବା ପାଇଁ ବିନ୍ଧ୍ୟାଚଳ ପର୍ବତକୁ ଯାଇଥିଲା ବେଳେ ଗୋଟିଏ ଅଘଟଣ ଘଟିଯାଇଛି। ଭକ୍ତ କବି ମହାଦେବ ଦାସ କାର୍ତ୍ତିକ ମାହାତ୍ମ୍ୟରେ ବର୍ଣ୍ଣନା କଲେ। ଘୋର ଗହନ ବନେ ପଶେ, ସମିଧ କାଷ୍ଟ ଅଭିଳାଷେ, ଖୋଜନ୍ତେ ଲତା ଗୃହ ଦେଶ, ତୋରିତେ ମିଳିଲା ରାକ୍ଷାସ, କୁଳିସା ଦଣ୍ଡ କରେ ଧରି, ବେନି ବିପ୍ରଙ୍କୁ ବଧ କରି। ଶ୍ରୋତାବନ୍ଧୁ, ମନେ ପଡ଼ିଯାଏ କବିବର ରାଧାନାଥ ରାୟଙ୍କର ସେହି ନିଷ୍ଠୁର ସତ୍ୟ। ବଡ଼ କ୍ରୂର କାଳ, ବଡ଼ ଅବିଶ୍ୱାସୀ, ହାବଡ଼ି ଯିବ ସେ ଅଚମ୍ବିତ ଆସି। ଆମେ ସମସ୍ତେ ଏହି ନିଷ୍ଠୁର ସତ୍ୟ ସହ ଅବଗତ, କିନ୍ତୁ କର୍ମ ଭିନ୍ନ କିଛି ହୋଇଥାଏ। ବିପ୍ର ଦେବଶର୍ମା ଆଉ ଚନ୍ଦ୍ରହୋତ୍ର ଠିକ୍ ସେହିପରି ହଠାତ୍ କାଳରୂପକ ରାକ୍ଷସ କବଳରେ କବଳିତ ହେଲେ। ଜାଣନ୍ତି ଶ୍ରୋତାବନ୍ଧୁ, କାଳ ସିନା ଆଚମ୍ବିତ କରି ପହଞ୍ଚିଯାଏ, କିନ୍ତୁ ଯାହାଙ୍କର କର୍ମ ଭଗବତ ପରାୟଣ ହୋଇଥାଏ ସେମାନେ ମୃତ୍ୟୁ ପରେ ମଧ୍ୟ ଅମର ହୋଇଯାନ୍ତି। ମହତ କର୍ମ ଯୋଗୁଁ ବିଷ୍ଣୁଲୋକ ପ୍ରାପ୍ତ ହୁଅନ୍ତି। ଠିକ୍ ସେହିପରି ଦୁଇ ବ୍ରାହ୍ମଣ ଦେବଶର୍ମା ଆଉ ଚନ୍ଦ୍ରହୋତ୍ର ନିଜର ସୁକୃତ କର୍ମ ଯୋଗୁଁ ରାକ୍ଷସ ଦ୍ୱାରା ନିଧନ ହେଲା ପରେ ବିଷ୍ଣୁ ଦୂତମାନଙ୍କ ଦ୍ୱାରା ବୈକୁଣ୍ଠପୁରକୁ ଗମନ କଲେ। ଏହି କଥା ସ୍ୱୟଂ ଶ୍ରୀକୃଷ୍ଣ ପତ୍ନୀ ସତ୍ୟଭାମାଙ୍କୁ କହିଛନ୍ତି। ସେ ବୁଝାଇ ଦେଇ କହିଛନ୍ତି, ସେହି ଦୁଇ ବ୍ରାହ୍ମଣ ନୀତି ସୂର୍ଯ୍ୟ ପୂଜା କରୁଥିଲେ। ତାଙ୍କ ପାଖରେ ତାଙ୍କର ଭକ୍ତି ଥିଲା, ତେଣୁ ମୃତ୍ୟୁ ପରେ ତାଙ୍କର ବୈକୁଣ୍ଠପୁରକୁ ଗତି ହେଲା। ତେବେ ବିଚରା ଗୁଣବତୀ, ତା ଉପରେ କଣ ବିତିଲା? ଅକାଳରେ ପିତା ସ୍ୱାମୀଙ୍କୁ ହରାଇ ତାର ଅବସ୍ଥା କଣ ହେଲା? ଶ୍ରୀ ଭଗବାନ କହୁଛନ୍ତି, ତତ ଗୁଣବତୀ ଶ୍ରୁତ୍ୱା ରାକ୍ଷସା ନିହତ ବିଭୌ, ପିତୃ ମୃତ୍ୟୁ ଦୁଃଖାର୍ଥ କାରୁଣଂ ପର୍ଯ୍ୟବେଦୟତ୍। ଆହା, କି ବିକଳ ଅବସ୍ଥା ପୁତ୍ରୀ ଗୁଣବତୀର! ଅଳ୍ପ ବୟସରେ ମଥାରେ କି ଚଡ଼କ ପଡ଼ିଲା! ମହାଦେବ ଦାସ ଲେଖିଲେ, ବିକଳେ କରଇ ରୋଦନ, ହେବିହି କଲୁତ ଏସନ, ପିତା ଗୃହସ୍ଥ ଏକାବେଳେ, ନିଧନ ମୋର ପାପ ଫଳେ। ବିଧାତା, ଏ କଣ କଲୁ? ଏକାବେଳେ ପିତା ଏବଂ ସ୍ୱାମୀଙ୍କୁ ନେଇ ମୋତେ ଅନାଥ କରିଦେଲୁ। ଅନେକ ସମୟ କ୍ରନ୍ଦନ କରିବା ପରେ ମନକୁ ଆସିଛି, ମୋ ସ୍ୱାମୀଙ୍କ ସହ ମୋର ବି ମୃତ୍ୟୁ ହୋଇଯିବା ଦରକାର। ମୁଁ ଏକାକୀ କିପରି ବଞ୍ଚିବି? ପୁଣି ପରକ୍ଷଣରେ ଭାବନା ଆସିଛି, ମୋ ଛଡ଼ା ଉଭୟ କୂଳରେ ତ କେହି ନାହିଁ ପ୍ରେତକର୍ମ କରିବା ପାଇଁ। ହଁ ଶ୍ରୋତାବନ୍ଧୁ, ଆମ ହିନ୍ଦୁ ଧର୍ମରେ କୌଣସି ବ୍ୟକ୍ତିର ମୃତ୍ୟୁ ପରେ 12 ଦିନ ପର୍ଯ୍ୟନ୍ତ ଯାବତୀୟ ଶ୍ରାଦ୍ଧ ଆଦି କର୍ମ କରାଯାଇଥାଏ। ଯାହାଦ୍ୱାରା ବିଶ୍ୱାସ ରହିଛି ସେହି ଶ୍ରାଦ୍ଧ କର୍ମ ବ୍ୟକ୍ତିର ଆତ୍ମାର ସଦ୍ଗତି ପାଇଁ ସାହାଯ୍ୟ କରିଥାଏ। ସେ ପ୍ରେତ ଜନିରୁ ମୁକ୍ତି ପାଇଥାଏ। ପିତା ଆଉ ସ୍ୱାମୀଙ୍କୁ ହରାଇ ପ୍ରଥମେ ଯଦିଓ ସେ ଦୁଃଖରେ ବହୁତ ଭାଙ୍ଗି ପଡ଼ିଛନ୍ତି, ପରକ୍ଷଣରେ ନିଜ ପିତା ଆଉ ସ୍ୱାମୀଙ୍କର ପ୍ରେତକର୍ମ କରିବା ପାଇଁ ନିଜକୁ ବଞ୍ଚାଇ ରଖିଛନ୍ତି। ତା ସହ ପରକ୍ଷଣରେ ତାଙ୍କର ଏ ଜୀବନ, ଏ ସଂସାରର ଅଳିକତା ସମ୍ପର୍କରେ ଧାରଣା ଆସିଛି। ଏ ସମଗ୍ର ସଂସାରର ହର୍ତ୍ତା କର୍ତ୍ତା ଦୈବ ବିଧାତା ସେହି ଲକ୍ଷ୍ମୀ ସାଇଙ୍କର ଶ୍ରୀଚରଣରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଅତ୍ୟନ୍ତ ଗରିବ ଥିଲେ ଦେବଶର୍ମା।
ତେଣୁ ସେ ଦୁଇ ଜଣଙ୍କର ଶ୍ରଦ୍ଧକର୍ମ କରିବା ପାଇଁ ଗୁଣବତୀ ନିଜର ସମସ୍ତ ସ୍ଥାବର ଜଙ୍ଗମ ଚଳ ଅଚଳ ସମ୍ପତ୍ତିକୁ ଦାନ କରିଦେଇଛନ୍ତି। ତାଳ ବରଡ଼ାରେ ଗୋଟିଏ ଛୋଟିଆ କୁଟୀର କରି ସେଇଠି ସେ ରହିଛନ୍ତି। ପୂର୍ବେ ପୁରାଣ ଥିଲା ଶୁଣି ଆତ୍ମାର ଲାଭ ମନେ ଗୁଣି ବିଷ୍ଣୁର ଅତି ପ୍ରିୟ ବ୍ରତ କାର୍ତ୍ତିକ ବିଧି ଯଥାକୃତ୍ୟ ସଂକଳ୍ପ କଲା ତାହା ବାଳି ସ୍ୱଭାବେ ଏକାଦଶୀ ପାଳି। ନିଜ ଆତ୍ମାର ଉଦ୍ଧାର ପାଇଁ ଯେ କାର୍ତ୍ତିକ ବ୍ରତ ହିଁ ଏକମାତ୍ର ପୁଣ୍ୟମୟ ବ୍ରତ, ଯାହା ବିଷ୍ଣୁଙ୍କର ଅତି ପ୍ରିୟ ବ୍ରତ। ସତ୍ୟ ବଚନ, ଏକାଦଶୀ ପାଳନ, ପ୍ରାତଃ ସ୍ନାନ, ଚିତ୍ତ ଶୁଦ୍ଧି ଆଦି ସମସ୍ତ କର୍ମ କାର୍ତ୍ତିକ ମାସରେ ପୁଣ୍ୟ ଫଳ ପ୍ରଦାନ କରିଥାଏ। ଯେ ସଂକଳ୍ପ ସହ ଏହି କର୍ମ ସବୁ ସମ୍ପାଦନ କରି ଶାସ୍ତ୍ର ବିଧି ଅନୁସାରେ ନିଷ୍ଠାର ସହ ବ୍ରତ ପାଳନ କରି ସେହି ତା ଆତ୍ମାର ଉଦ୍ଧାର କରିଥାଏ। ଏହି କଥା ଚିନ୍ତା କରି ଗୁଣବତୀ ଅତି ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରିବାକୁ ଲାଗିଲା। ଅଳ୍ପ ବୟସରୁ ଅତ୍ୟନ୍ତ କଠୋର ତପ ସାଧନା ତାକୁ ଜ୍ୱରାକ୍ରାନ୍ତ କରିଦେଲା। ଶରୀର ଅବଶ ହୋଇଗଲା। ଜ୍ୱରାକ୍ରାନ୍ତ ଶରୀରରେ ସନ୍ନିପାତ ଘୋଟିଗଲା। ତଥାପି ମଧ୍ୟ ନିଷ୍ଠାପର ଭାବରେ କାର୍ତ୍ତିକ ବ୍ରତ ପାଳନରୁ ସେ ନିବୃତ୍ତ ହେଲେ ନାହିଁ। ଆତ୍ମା ଘଟ ଛାଡ଼ିଦେଲା। ତାପରେ କଣ ହେଲା ଜାଣନ୍ତି? ସତ୍ୟଭାମା ଆଶ୍ଚର୍ଯ୍ୟ ହୋଇ ଚାହିଁଛନ୍ତି। ତାପରେ କଣ ହେଲା? ଭଗବାନ କହୁଛନ୍ତି, ଶୁଣିବ ତାପରେ କଣ ହେଲା? ବିଷ୍ଣୁଙ୍କୁ କଲା ଦର୍ଶନ, ଛାମୁରେ ପାଇ ସନମାନ, ଲକ୍ଷ୍ମୀ ସଙ୍ଗତେ ସଖୀ ହୋଇ ରହିଲା ଦିବ୍ୟ ଭୋଗ ପାଇ। ପ୍ରଭୁ ଶ୍ରୀକୃଷ୍ଣ ଦେବୀ ସତ୍ୟଭାମାଙ୍କୁ ବୁଝାଇ କହୁଛନ୍ତି, ଗୁଣବତୀ ତାଙ୍କର ପୁଣ୍ୟ କର୍ମ ହେତୁ ମୃତ୍ୟୁ ପରେ ବିଷ୍ଣୁଲୋକ ଗମନ କଲେ ଏବଂ ଅତ୍ୟନ୍ତ ସମ୍ମାନ ସହ ସ୍ୱୟଂ ପଡ଼ିଦାତ୍ରୀ ମା ଲକ୍ଷ୍ମୀଙ୍କର ସଖୀ ହୋଇ ରହିଲେ। ଆଶ୍ଚର୍ଯ୍ୟ ହୋଇଗଲେ ଦେବୀ ସତ୍ୟଭାମା। ସତେ ଏଡ଼େ ପୁଣ୍ୟମୟ କାର୍ତ୍ତିକ ବ୍ରତର ଆଚରଣ? ପ୍ରଭୁ ଶ୍ରୀକୃଷ୍ଣ ହସି ହସି କହୁଛନ୍ତି, ଏତିକିରେ ପୁଣ୍ୟକର୍ମ ସରିଯାଉନି ସତ୍ୟଭାମା, ଆହୁରି ଆଗକୁ କଣ ହେଲା ଜାଣ? ଏବେ ଦ୍ୱାପର ଯୁଗେ ପୁଣି ବିଷ୍ଣୁ ସ୍ୱରୂପ ନାରାୟଣ ସ୍ୱୟଂ ପ୍ରକାଶ ଏଥେ ଆସି ଅବନି ଭାରା କରୁନାସି। ରୁକ୍ମିଣୀ ଲକ୍ଷ୍ମୀ ଉତପତି ତୁମ୍ଭେ ଯେ ପୂର୍ବେ ପୁଣ୍ୟବତୀ, ଏବେ ହୋଇଲ ସତ୍ୟଭାମା କହନ୍ତି ପୁରୁଷ ଉତ୍ତମା। ଏବେ ଦ୍ୱାପର ଯୁଗରେ ଅବନି ଭାରା ନାଶ କରିବା ପାଇଁ ବିଷ୍ଣୁ ସ୍ୱରୂପ ନାରାୟଣ ଯେଉଁ ରୂପ ଧାରଣ କଲେ, ତାଙ୍କ ସହ ଏ ମର୍ତ୍ତ୍ୟକୁ ଆସି ସ୍ୱୟଂ ଲକ୍ଷ୍ମୀ ରୁକ୍ମିଣୀ ସ୍ୱରୂପା ହୋଇ ରହିଲେ। ଆଉ ତାଙ୍କ ସଖୀ କିଏ ଜାଣ? ସେ ଆଉ କେହି ନୁହନ୍ତି, ତୁମେ ହିଁ ସତ୍ୟଭାମା। ତୁମେ ତୁମ ସ୍ୱାମୀ ଚନ୍ଦ୍ରହୋତ୍ର ଅକ୍ରୂର ରୂପରେ, ତୁମ୍ଭର ପିତା ଦେବ ଶର୍ମା ସକ୍ରାଜିତ ଭାବରେ, ଆଉ ତୁମ୍ଭ ପାଳିତ ତୁଳସୀ କଳ୍ପଦ୍ରୁମ ଭାବରେ ଏ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ନେଇଛନ୍ତି। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ନିଜ ପୂର୍ବଜନ୍ମର ବୃତ୍ତାନ୍ତ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଦେବୀ ସତ୍ୟଭାମା। ସତରେ କେତେ ପୁଣ୍ୟମୟ ଏହି କାର୍ତ୍ତିକ ବ୍ରତର ମହିମା। କାର୍ତ୍ତିକ ବ୍ରତ ସମ୍ପର୍କରେ ଆହୁରି ଜାଣିବା ପାଇଁ ତାଙ୍କ ମନରେ ଶ୍ରଦ୍ଧା ଜାତ ହୋଇଛି। ଯେଉଁ ବ୍ରତର ପୁଣ୍ୟ ଫଳ ଯୋଗୁଁ ସେ ସ୍ୱୟଂ ବିଷ୍ଣୁଙ୍କୁ ପତି ରୂପେ ପାଇପାରିଛନ୍ତି, ତାର ମହିମା ଆହୁରି କେତେ ରହିନଥିବ। ସେ ସମ୍ପର୍କରେ ଆହୁରି ଜାଣିବା ପାଇଁ ସେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରିଛନ୍ତି। ସେ ସମ୍ପର୍କରେ ଭଗବାନ କଣ କହିଛନ୍ତି ତାହା ଆଲୋଚନା କରିବା ଆଗାମୀ ଅଧ୍ୟାୟରେ। ଏତିକିରେ ରହୁଛି। ଜୟ ଜଗନ୍ନାଥ।